One, two, three, come on. ଶୁଣନ୍ତୁ ସିଏସସିରେ ଯେଉଁମାନଙ୍କର ପଇସା କଟିଯାଇଥିଲା ବର୍ତ୍ତମାନ ରିଟର୍ନ ଆସିସାରିଛି। ତ ପାଖାପାଖି 12 ଦିନ ଟାଇମ୍ ନେଲା। ମୋର ଯେଉଁ କଟିଥିଲା ପାଖାପାଖି 4ଟା ପେମେଣ୍ଟ କଟିଲା, 3ଟା ପେମେଣ୍ଟ ରିଟର୍ନ ହେଇଯାଇଛି। ମୁଁ ଆଶା କରୁଛି ଗୋଟେ ପେମେଣ୍ଟ କଟିକି ମୋର ଆଇଡି ପାସୱାର୍ଡ ମିଳିଯିବ ବୋଲି ଏପର୍ଯ୍ୟନ୍ତ ମେଲ୍ କିଛି ରିପ୍ଲାଏ ଆସିନି। ତ ମୁଁ ଅଲରେଡ଼ି ଯୋଉଠି ଭିଡ଼ିଓ କହିଥିଲି, ଗୋଟେ ଭିଡ଼ିଓରେ କହିଥିଲି କି ଆପଣ କେମିତି ଆପ୍ଲାଏ କରିବେ, ଏବଂ ସେକେଣ୍ଡ ଭିଡ଼ିଓରେ ବି କହିଥିଲି ଆପଣଙ୍କୁ ଦେଖିଥିଲି କି କେମିତି ଆପଣ ଭିଡ଼ିଓରେ ପେମେଣ୍ଟ ପାଇଁ ରିକ୍ୱେଷ୍ଟ କରିବେ ଆପଣଙ୍କ ସିଏସସିର ମେଲ୍ ଆଇଡିକୁ କ'ଣ। ମୋର କୌଣସି ମେଲ୍କୁ ରିପ୍ଲାଏ ତ ଆସିନି, କିନ୍ତୁ ପେମେଣ୍ଟ ରିଟର୍ନ ପଳେଇ ଆସିଛି, ଯୋଉଟା ଆପଣଙ୍କୁ ଆଗକୁ ପ୍ରୁଫ୍ ସହିତ ମୁଁ ଦେଖେଇବି। ଏବଂ ଆଉ ଗୋଟେ କଥା କହିବାକୁ ଚାହିଁବି କି ଆପଣଙ୍କୁ ସିଏସସି ପେମେଣ୍ଟ କଲା ପରେ ଆପଣ କେଉଁ ଥ୍ରୋରେ ପେମେଣ୍ଟ କରନ୍ତି। ଆମେ ପ୍ରଥମେ କହିଥିଲି ନେଟ୍ ବ୍ୟାଙ୍କିଂ, ଡେବିଟ୍ କାର୍ଡ଼ ହଉ କିମ୍ବା କ୍ୟୁଆର୍ କୋଡ଼ର କିମ୍ବା ଫୋନ୍ ପେ କିମ୍ବା ୟୁପିଆଇ ପେମେଣ୍ଟ ହଉ। ତ ଆପଣଙ୍କୁ ସଜେଷ୍ଟ କରିବି କି ଆପଣ ସିଏସସି ଆଇଡି ଆପ୍ଲାଏ କଲା ପରେ ୟୁପିଆଇ ପେମେଣ୍ଟ ଥ୍ରୋରେ ପେମେଣ୍ଟ କରିକି ଆଇଡି ପାଇଁ ଆପ୍ଲାଏ କରନ୍ତୁ, କାରଣ ୟୁପିଆଇ କଲେ ପ୍ରାୟ ସକ୍ସେସଫୁଲ୍ ହେଉଛି। ଯଦି ବା ସକ୍ସେସଫୁଲ୍ ପେମେଣ୍ଟ କଟିଯାଇଥିଲେ ରିଟର୍ନ ହେଇଯିବ। କାରଣ କହିବାର କାରଣ ଏଇଆ କି ମୋର ପ୍ରଥମେ ୟୁପିଆଇରୁ ରିଟର୍ନ ହିଁ ପଇସା ପଳେଇ ଆସିଛି, ମାନେ ଯେଉଁ 1400 କେତେ ଟଙ୍କା ଘଟିଥିଲା 80 ଟଙ୍କା ଘଟିଥିଲା। ତ ପ୍ରଥମେ ମୋର ଫୋନ୍ ପେ ହିଁ ରିଟର୍ନ ଆସିଯାଇଛି। ତ ଫୋନ୍ ପେ ତ ଡାଇରେକ୍ଟ ଟ୍ରାଞ୍ଜାକ୍ସନ୍ ରିଟର୍ନ ଆସିଛି, ଡାଇରେକ୍ଟ ବ୍ୟାଙ୍କକୁ ରିଟର୍ନ ଆସିଛି। ତ ଚାଲନ୍ତୁ ମୁଁ ଦେଖିବି ଏବଂ ପ୍ରୁଫ୍ ସହିତ କେମିତି କୋଉଠି ରିଟର୍ନ ଆସିଛି, କୋଉ ଦିନ କରିଥିଲା। ତ ସେ ଭିଡ଼ିଓ ଆଗରୁ ତ ଦେଖେଇଥିଲି, ଆପଣ ଯାଇକି ଆଇ ବଟନରେ ଦେଖିପାରିବେ। ଏବଂ ଯଦି ଆପଣ ଜନସଂଖ୍ୟା ଆପଣ ଏରିଆରେ ଖୋଲିବାକୁ ଚାହୁଁଛନ୍ତି, ନିଶ୍ଚୟ ନେଇକି ଆପଣ ଆପ୍ଲାଏ କରନ୍ତୁ, ଖୋଲନ୍ତୁ। ପ୍ରଥମେ ୟୋନୋ ଆପ୍ଲିକେସନ୍ ଓପନ୍ କରିନିଅନ୍ତୁ। ତ ଆପଣଙ୍କ ଯାହା ବି ଟ୍ରାନ୍ସଫର ହିଷ୍ଟ୍ରି ପାଇଁ ଯାହା ବି ଦେଖୁଛନ୍ତି, ଦେଖନ୍ତୁ ଆମର ଦେଖୁଛୁ 27 ଜୁନରେ ଗୋଟେ ରିଟର୍ନ ହେଇଛି HDFC B2B କଲେକ୍ଟ। ତାମାନେ କ'ଣ ନା ଏଇଟା ଫୋନ୍ ପେ ଯେଉଁ ପେମେଣ୍ଟ ହେଇଥିଲା, ଆପଣ ଯଦି ପୂର୍ବ ଭିଡ଼ିଓ ଦେଖିବେ ତ ଆପଣ ଜାଣିପାରୁଥିବେ ଫୋନ୍ ପେରେ HDFC କଲେକ୍ଟ ଥ୍ରୋରେ ଆମର ସେ ସେଣ୍ଟରରୁ ପେମେଣ୍ଟ ହେଇଥିଲା, ଯେଉଁଟାକି ଆପଣ ରିଟର୍ନ ହେଇଯାଇଛି। ପୁଣି 30 ଜୁନରେ ଗୋଟେ ରିଟର୍ନ ହେଇଛି INB, ମାନେ ଇଣ୍ଟରନେଟ୍ ବ୍ୟାଙ୍କିଂ ଦ୍ୱାରା ରିଫଣ୍ଡ ହେଇଛି। ଆପଣ ଦେଖିପାରୁଥିବେ ଯେଉଁଟା ଆମର ଇଣ୍ଟରନେଟ୍ ବ୍ୟାଙ୍କିଂ ମୁଁ ଯୋଉଠି ପେମେଣ୍ଟ କରିଥିଲି ତ ଗୋଟେ ରିଟର୍ନ ହେଇଯାଇଛି, ଆଉ ଗୋଟେ ଆମର HDFC ରିଟର୍ନ ହେଇଯାଇଛି। ସେ ଥାର୍ଡ଼ ରହିଲା ଆମର ATM କାର୍ଡ଼ ଥ୍ରୋରେ, ଯେଉଁଟା ଆପଣ ଦେଖିପାରିବେ ଆଗକୁ ଆଲର୍ଟ କରି ଦେଖାଉଛି। ଦେଖନ୍ତୁ ଆପଣ ଉପରକୁ ଯିବା, ତେବେ ଦେଖନ୍ତୁ 2 ଜୁଲାଇରେ ଗୋଟେ ଆସିଛି ସିଏସସି ଇ ଗଭର୍ଣ୍ଣାନ୍ସ ସର୍ଭିସ୍, ମାନେ ଏଇଟା ATM କାର୍ଡ଼ ଯେଉଁ ପେମେଣ୍ଟ ହେଇଥିଲା ସେ ରିଟର୍ନଟା ଆସିଛି। ତ 3ଟା ରିଟର୍ନ ଆମର ଆସିଯାଇଛି, ଆଉ ଗୋଟେ ରିଟର୍ନ ଆମର ଆସିନି। ତ ଆକ୍ଚୁଆଲି ସେ ପେମେଣ୍ଟଟା ସକ୍ସେସଫୁଲ୍ ହେଇଛି କି ନାହିଁ ତ ଆମେ ଆଗକୁ ଦେଖିବା।